1 ଲକ୍ଷ ଟଙ୍କା ଛାଡ଼ନ୍ତୁ 55,000କୁ ଖସିବ ସୁନା ଦର। ନୂଆଦିଲ୍ଲୀ ଗତ କିଛି ମାସ ହେବ ସୁନା ଦର ଅହେତୁକ ଭାବେ ବୃଦ୍ଧି ଘଟିଛି। ଏହି କାରଣରୁ ସୁନା ମୂଲ୍ୟ 1 ଲକ୍ଷ ଟଙ୍କା ଟପିବାର ସମ୍ଭାବନା ଦେଖାଦେଇଛି। ଦିଲ୍ଲୀର ସରଫା ବଜାରରୁ ମଧ୍ୟ ଏହି ସଂକେତ ମିଳିଛି। ଦେଶରେ 24 କ୍ୟାରେଟ୍ ସୁନା ଦାମ 91,000 ଟପି ସାରିଛି। ଆଉ ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦର 94,000 ଟଙ୍କା ଟପି ସାରିଛି। ଅନ୍ୟପଟେ ଆଉ ଏକ ପୂର୍ବାନୁମାନ ସାମ୍ନାକୁ ଆସିଛି ଯେଉଁଥିରେ ସୁନା ବଜାରରେ ଚହଳ ପଡ଼ିଛି। ଉକ୍ତ ଅନୁମାନ ଅନୁଯାୟୀ ଆଗାମୀ ଦିନରେ ସୁନା ଦାମ 1 ଲକ୍ଷ ଟଙ୍କା ଛାଡ଼ନ୍ତୁ 55,000 ଟଙ୍କାକୁ ଖସିପାରେ, ଅର୍ଥାତ୍ ସୁନା ଦର ନିଜର ସର୍ବୋଚ୍ଚ ସ୍ତରରୁ 40% ହ୍ରାସ ପାଇପାରେ। ତେବେ ଆସନ୍ତୁ ଜାଣିବା ଏହି ଭବିଷ୍ୟବାଣୀ କିଏ କରିଛି ଏବଂ କେଉଁ ଧାରାରେ କରିଛି। 55,000 ତଳକୁ ଖସିବ ସୁନା। ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ଦାମ 20% ବୃଦ୍ଧି ଘଟି ସାରିଛି। ନିବେଶକମାନେ ମିଳିଥିବା ଏହି ସୁଯୋଗର ଭରପୁର ଫାଇଦା ଉଠାଇ ଆଶାତୀତ ଆୟ କରି ଚାଲିଛନ୍ତି। ଅନ୍ୟପଟେ ଗ୍ରାହକ ଏବେ ସୁନା କିଣିବା ପାଇଁ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି। ଯଦି ଏମିତି ସ୍ଥିତି ବଜାୟ ରହେ ତେବେ ସୁନାର ଷ୍ଟକ୍ ବଢ଼ିବ ଏବଂ ଚାହିଦା କମିବାର ସମ୍ଭାବନା ରହିଛି। ଏମିତି ସ୍ଥିତିରେ ସୁନା ଦର ହ୍ରାସ ପାଇପାରେ। ଆମେରିକାର ଜଣେ ବିଶେଷଜ୍ଞ ସୁନା ଦାମ ହ୍ରାସ ନେଇ ଭବିଷ୍ୟବାଣୀ କରିଛନ୍ତି। ମର୍ନିଂଷ୍ଟାରର ବିଶେଷଜ୍ଞ ଆଗାମୀ କିଛି ବର୍ଷରେ ସୁନା ଦାମରେ 38% ହ୍ରାସ ଦେଖିବାକୁ ମିଳିପାରେ। 24 କ୍ୟାରେଟ୍ ସୁନା ଦାମ ବର୍ତ୍ତମାନ ଭାରତୀୟ ବଜାରରେ 10 ଗ୍ରାମ ପିଛା 90,000 ଟଙ୍କା ଟପି ସାରିଛି। ତେବେ ଆଗାମୀ କିଛି ବର୍ଷରେ 40% ହ୍ରାସ ସହ ସୁନା 10 ଗ୍ରାମ ପ୍ରତି 55,000 ଟଙ୍କାକୁ ଖସିପାରେ।